ହ୍ୟାଲୋ ସାଙ୍ଗମାନେ ସମସ୍ତଙ୍କୁ ନମସ୍କାର ଗୁଡ୍ ମର୍ଣ୍ଣିଂ। ସ୍ୱାଗତ ଜଣାଉଛି ମୁଁ ମୋ ଚ୍ୟାନେଲରେ। ତ ଚାଲନ୍ତୁ ଜାଣିବେ ଆଜିର ଗୋଟେ ବଡ ଅପଡେଟ୍। ଆଜି ମିଳିବ ଲକ୍ଷ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପାଇବେ ଟଙ୍କା 17 ତାରିଖରୁ। ଆଜି 17 ତାରିଖ ମୋଦି ଆସୁଛନ୍ତି ଭୁବନେଶ୍ୱର। ତ ଆଜି ପାଇବେ ପ୍ରଥମ କିସ୍ତି ଟଙ୍କା ସୁଭଦ୍ରା ଯୋଜନାର। ତେବେ ଯେଉଁମାନେ 17 ତାରିଖରେ ପଞ୍ଜୀକରଣ କରିବେ ସେମାନଙ୍କୁ କେବେ ମିଳିବ ଟଙ୍କା? ପ୍ରଥମ କିସ୍ତି ପାଇଁ ସେମାନେ ଯୋଗ୍ୟ ହେବେ ତ? ତୃତୀୟ କିସ୍ତିରେ କାହାକୁ ମିଳିବ ଟଙ୍କା? ଏ ସମସ୍ତ ଦ୍ୱନ୍ଦ୍ୱ ଦୂର କରୁଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର 17 ତାରିଖରୁ ଆରମ୍ଭ ହେବାକୁ ଯାଉଛି ସୁଭଦ୍ରା ଯୋଜନା। ଏଥିପାଇଁ ରାଜ୍ୟ ସରକାର କରିଛନ୍ତି ଭବ୍ୟ ଆୟୋଜନ। ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଯିବ ସୁଭଦ୍ରା ଟଙ୍କା। ମହିଳାଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ନିଆରା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଯେଉଁମାନେ 17 ତାରିଖ କିମ୍ବା ତାପରେ ବି ଆବେଦନ କରନ୍ତି ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ଆସିବ। ଏନେଇ ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆସନ୍ତା 17 ତାରିଖ ମାନେ ଆଜି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି। ଏଥିପାଇଁ ପଞ୍ଜୀକରଣ କରିସାରିଲେଣି 50 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା। ସିଧାସଳଖ ମହିଳାଙ୍କ ଖାତାକୁ ଯିବ ଟଙ୍କା। ଆଉ ଏହି ଯୋଜନାର ଫାଇଦା ଉଠାଇ ପାରିବେ ରାଜ୍ୟର ଲକ୍ଷ ଲକ୍ଷ ମହିଳା। ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ଯୋଜନାର ଲାଭ ଉଠାଇବା ପାଇଁ ଚାହିଁ ରହିଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ମହିଳା। ସେପ୍ଟେମ୍ବର 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଥିବାବେଳେ ସେ ନିଜେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଉ ଏଠାରେ ପିଏମ ମୋଦି ନିଜେ ଏହି ଯୋଜନାର ଶୁଭାରମ୍ଭ କରିବେ। ଏଥିପାଇଁ ଭୁବନେଶ୍ୱରରେ ଜନତା ମଇଦାନରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ସୁଭଦ୍ରା ଯୋଜନାର ବର୍ତ୍ତମାନ ସୁଦ୍ଧା ପ୍ରାୟ 50 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ଆବେଦନ କରିସାରିଛନ୍ତି। କିନ୍ତୁ ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ମଧ୍ୟ ବ୍ୟସ୍ତ ହେବାର ଉଚିତ ନୁହେଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଗାଇଡଲାଇନ ଅନୁଯାୟୀ ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ଟେଷ୍ଟିଂ ପାଇଁ ଆକାଉଣ୍ଟରେ ଟଙ୍କାଟିଏ ଆସିଛି। ଆଉ 17 ତାରିଖରେ ଆସିବ ପୁରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ଖୁସି କହିଲେ ନ ସରେ। କାରଣ ଟେଷ୍ଟିଂ ପାଇଁ ଆକାଉଣ୍ଟକୁ ଟଙ୍କାଟିଏ ଆସିବା ପରେ ପୁରା ଟଙ୍କା ଆସିବା ପକ୍କା ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳାଙ୍କ ଆକାଉଣ୍ଟରେ ଏଭଳି ଟଙ୍କାଟିଏ ଜମା ହୋଇଛି। ଆସନ୍ତାକାଲି ହିଁ ଲକ୍ଷ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପାଇବେ ଟଙ୍କା। ତେବେ ଯେଉଁମାନେ 17 ତାରିଖରେ ପଞ୍ଜୀକରଣ କରିବେ ସେମାନଙ୍କୁ କେବେ ମିଳିବ ଟଙ୍କା? ପ୍ରଥମ କିସ୍ତି ପାଇଁ ସେମାନେ ଯୋଗ୍ୟ ହେବେ ତ? ତୃତୀୟ କିସ୍ତିରେ କାହାକୁ ମିଳିବ ଟଙ୍କା? ଏ ସମସ୍ତ ଦ୍ୱନ୍ଦ୍ୱ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାରେ ଶୁଭାରମ୍ଭ ଭୁବନେଶ୍ୱର ଜନତା ମଇଦାନରେ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଲୋକଙ୍କ ପାଖକୁ ଯିବ ପ୍ରଥମ କିସ୍ତି। ପ୍ରଥମ କିସ୍ତିରେ 5,000 ଟଙ୍କା ପାଇବେ ହିତାଧିକାରୀ। ତେଣୁ ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟବ୍ୟାପୀ ଲାଗି ରହିଛି ଉତ୍କଣ୍ଠା। ସହରଠୁ ଗାଁ ସବୁଠି ଏବେ ସୁଭଦ୍ରା ଚର୍ଚ୍ଚା। ସୁଭଦ୍ରା ପାଇଁ ଚାରିଆଡେ ଉତ୍ସାହ। ପଦଯାତ୍ରା ପ୍ରସ୍ତୁତି ପୂର୍ବର ଆକାଉଣ୍ଟକୁ ଆସିଲା ଟେଷ୍ଟିଂ ଟଙ୍କା। ପରୀକ୍ଷାମୂଳକ ଭାବରେ 1 ଟଙ୍କା ପାଇବା ପରେ ମହିଳାଙ୍କ ଉତ୍ସାହ କହିଲେ ନ ସରେ। ସେଥିପାଇଁ ପଦଯାତ୍ରାରେ ଏମାନଙ୍କର ଜୋସ୍ ବାରି ହୋଇ ପଡୁଛି। ଖୁସିରେ କ୍ୟାମେରା ଆଗରେ ନିଜ ମୋବାଇଲକୁ ଯାଇଥିବା ମେସେଜକୁ ଦେଖାଇ ଦେଉଛନ୍ତି ଭକ୍ତିମୟୀ ମହାନ୍ତି। ତାଙ୍କ ଆକାଉଣ୍ଟକୁ ଆସିଛି 1 ଟଙ୍କା। ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଭେଟିଦେଲେ। ଯାହାକୁ ନେଇ ସୁଭଦ୍ରା ସମ୍ବନ୍ଧରେ ଜନସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ପଦଯାତ୍ରା। ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସି ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ଦେବେ ବୋଲି ଭୁବନେଶ୍ୱର ହେବ ବଡ଼ କାର୍ଯ୍ୟକ୍ରମ। ଏଥିପାଇଁ ସରକାରୀ ସ୍ତରରେ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାର୍ଯ୍ୟକ୍ରମ ପାଇଁ ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଉ ଏହାରି ଭିତରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କାଟେ। ଆଉ ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ଆବେଦନ କରିଥିବା କିଛି ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କାଟିଏ ଆସିଛି। ବାକି ଟଙ୍କା 17 ତାରିଖରେ ଆସିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏଭଳି କିଛି ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ପରୀକ୍ଷା ପାଇଁ ଟଙ୍କାଟିଏ ଆସିଛି। ପ୍ରଥମେ ଟଙ୍କାଟିଏ ଆସିବା ପରେ ଖୁସି ଜାହିର କରିଛନ୍ତି ହିତାଧିକାରୀ। ସରକାରଙ୍କ ଯୋଜନାକୁ ସମସ୍ତେ
ପ୍ରଶଂସା କରିଛନ୍ତି। ଖୁସିରେ କ୍ୟାମେରା ଆଗରେ ନିଜ ମୋବାଇଲକୁ ଦେଖାଇଥିଲେ କିଛି ହିତାଧିକାରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ନିର୍ବାଚନ ପୂର୍ବରୁ ଦେଇଥିବା କଥାକୁ ରକ୍ଷା କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 17 ତାରିଖ ଜନ୍ମଦିନରେ ଓଡ଼ିଶା ଆସୁଛନ୍ତି। ଆସନ୍ତା 17 ତାରିଖରେ ବା ଆଜି ଶୁଭାରମ୍ଭ ହେବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। 15 ତାରିଖ ଯାଏଁ ଯେଉଁମାନେ ଆବେଦନ କରିଥିବେ ସେମାନଙ୍କ ପାଖରେ 17 ତାରିଖରେ ବ୍ୟାଙ୍କରୁ ପ୍ରଥମ କିସ୍ତି ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମହିଳାମାନଙ୍କର ଆର୍ଥିକ ଉନ୍ନତି ପାଇଁ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସିଧାସଳଖ ସୁଭଦ୍ରା ଯୋଜନାର ଅର୍ଥରାଶି ସିଧାସଳଖ ଆକାଉଣ୍ଟକୁ ପଠାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ସୁଦ୍ଧା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିସାରିଲେଣି 50 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା। ଆଗକୁ ସଂଖ୍ୟା ଆହୁରି ବଢ଼ିବ ଏବଂ ସେପ୍ଟେମ୍ବର 17 ସୁଦ୍ଧା 1 କୋଟି ମହିଳା ପଞ୍ଜୀକୃତ ହେବାର ଲକ୍ଷ୍ୟ ଅଛି ବୋଲି ଉପମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆରମ୍ଭ ହୋଇସାରିଛି ସୁଭଦ୍ରା ଯୋଜନାର ପଞ୍ଜୀକରଣ। ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ମୋ ସେବା କେନ୍ଦ୍ରରେ ଲାଗିଛି ମହିଳାଙ୍କ ଭିଡ଼। ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ 2ଟି କିସ୍ତିରେ ବର୍ଷକୁ 10,000 ଟଙ୍କା ଦେବେ ସରକାର। ଜାରି ହୋଇଛି ଗାଇଡଲାଇନ। ଆବେଦନକାରୀଙ୍କ ନାଁରେ ଆଧାର କାର୍ଡ ଓ କାର୍ଯ୍ୟକ୍ଷମ ବ୍ୟାଙ୍କ ଆକାଉଣ୍ଟ ଥିବା ଆବଶ୍ୟକ। ବ୍ୟାଙ୍କ ସହ ଆଧାର ସଂଯୋଗ ହେଉଥିବା ଜରୁରୀ। ତା ସହିତ ହିତାଧିକାରୀଙ୍କ ମୋବାଇଲ ନମ୍ବରଟି ମଧ୍ୟ ଆଧାର କାର୍ଡ ସହ ଲିଙ୍କ ହୋଇଥିବା ଆବଶ୍ୟକ। ମନେ ରଖିବେ, ଆଧାର କାର୍ଡର ଇ-KYC ହୋଇଥିବା ଆବଶ୍ୟକ, ନଚେତ୍ ମୋବାଇଲ ନମ୍ବର ସହିତ ଆଧାର କାର୍ଡ ଲିଙ୍କ ହୋଇପାରିବ ନାହିଁ। ସୁଭଦ୍ରା ଯୋଜନା 21ରୁ 60 ବର୍ଷ ପର୍ଯ୍ୟନ୍ତ ମହିଳା ସାମିଲ ହୋଇପାରିବେ। ଏନେଇ ଗାଇଡଲାଇନରେ ସ୍ପଷ୍ଟ କହିସାରିଛନ୍ତି ରାଜ୍ୟ ସରକାର। ବର୍ଷକୁ 2ଟି କିସ୍ତିରେ ମହିଳାଙ୍କୁ ଟଙ୍କା ମିଳିବ। ପ୍ରତ୍ୟେକ କିସ୍ତିରେ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଆସିବ। ରାକ୍ଷୀ ପୂର୍ଣ୍ଣିମା ଏବଂ ମହିଳା ଦିବସରୁ ମିଳିବ ଟଙ୍କା। ତ ଆପଣମାନେ ଜାଣିଲେ ସୁଭଦ୍ରା ଯୋଜନା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ। ଯଦି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ ନିଶ୍ଚୟ କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ କରିଦେବେ। ଭିଡ଼ିଓଟି ବିଷୟରେ ନିଶ୍ଚୟ କମେଣ୍ଟ କରି କମେଣ୍ଟ ବକ୍ସ ମାଧ୍ୟମରେ ଜଣେଇବେ। ଅନ୍ୟମାନଙ୍କ ପାଖକୁ ସେୟାର କରିପାରିବେ। ମୁଁ ରହୁଛି, ପୁଣି ଦେଖା ହବ ଏମିତି ଆଉ ଗୋଟେ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ଜୟ ହିନ୍ଦ, ଜୟ ଭାରତ, ବନ୍ଦେ ମାତରମ୍, ଜୟ ଜଗନ୍ନାଥ।